ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ହୋଇପାରନ୍ତି ବିନୟତୋଷ ମିଶ୍ର। କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ବିନୟତୋଷ ମିଶ୍ର କାମଚଳା ଡିଜିପି ଭାବେ ଦାୟିତ୍ୱ ତୁଲାଇ ପାରନ୍ତି, କାରଣ ସୁପ୍ରିମକୋର୍ଟଙ୍କର ରୋକ ଯୋଗୁଁ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆସନ୍ତା ଅଗଷ୍ଟ 18 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଅନ୍ୟପଟେ ବର୍ତ୍ତମାନର ଡିଜି ପୋଲିସ ୱାଇବି ଖୁରାନିଆ ଅଗଷ୍ଟ 16 ତାରିଖରେ ରିଟାୟାର୍ଡ ହେଉଛନ୍ତି। ସେଥିପାଇଁ ବିନୟତୋଷ ମିଶ୍ରଙ୍କୁ କାମଚଳା ଡିଜିପି ଭାବେ ନିଯୁକ୍ତି ଦେଇପାରନ୍ତି ଓଡ଼ିଶା ସରକାର। 1993 ବ୍ୟାଚ୍ର ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର ଓଡ଼ିଶାର ସବୁଠୁ ବରିଷ୍ଠ ଆଇପିଏସ୍ ଅଫିସର ନୁହନ୍ତି। 1990 ବ୍ୟାଚ୍ର ସୁଧାଂଶୁ ଷଡ଼ଙ୍ଗୀ ହେଉଛନ୍ତି ବର୍ତ୍ତମାନ ରାଜ୍ୟର ସବୁଠୁ ବରିଷ୍ଠ ଆଇପିଏସ୍ ଅଫିସର। କିନ୍ତୁ ଜୁନିୟର ଆଇପିଏସ୍ ଅଫିସରଙ୍କୁ ପ୍ରମୋସନ ଦେଇ ସେମାନଙ୍କୁ ଡିଜିପି କରାଇବା ପ୍ଲାନରେ ଅଛନ୍ତି ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ର, ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ବା ପିଆଇଏଲ୍ ଦାୟର ହୋଇଛି। ଡିଜିପି ନିଯୁକ୍ତିକୁ ନେଇ ଓଡ଼ିଶା ସରକାରଙ୍କର ଏଭଳି ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟରେ ପ୍ରଶ୍ନ କରାଯାଇଛି। ସେହି ମାମଲାର ଶୁଣାଣି ଅଗଷ୍ଟ 18 ତାରିଖରେ ହେବାକୁ ଯାଉଛି। ସେପଟେ ଓଡ଼ିଆ ଅସ୍ମିତାର କଥା କହୁଛି ବିଜେପି ସରକାର, କିନ୍ତୁ ଢେଙ୍କାନାଳର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବାଦ୍ ଦେଉଛି, ଆଉ ତାଙ୍କଠାରୁ ଜୁନିୟର ଅଣଓଡ଼ିଆ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ରଙ୍କୁ ଓଡ଼ିଶାର କାମଚଳା ଡିଜିପି କରିବାକୁ ପ୍ଲାନ୍ କରୁଛନ୍ତି।